ମୁଁ ସୁରତରେ 20-22 ବର୍ଷ काम କରୁଛି ଏମିତି କେବେ ହେଇନଥିଲା ଆଜି ଫାଷ୍ଟ ଟାଇମ୍ ପାଇଁ ହେଇଛି ଯୁଦ୍ଧ ଯୋଗୁଁ ଏ ଗ୍ୟାସ୍ ବହୁତ ରେଟ୍ ଯୋଗୁଁ ସେଥିପାଇଁ ଆମେ ଗାଁକୁ ଆସିଛୁ ଏଠି କାମ ବି ଭଲସେ ଚାଲୁନି ଏବେ 12 ଘଣ୍ଟା ଚାଲୁଥିଲା ଏବେ ବର୍ତ୍ତମାନ ସିଙ୍ଗଲ ପାଳି मतलब 24 ଘଣ୍ଟାରୁ ଏବେ 12 ଘଣ୍ଟା ଚାଲୁଛି ସେଥିଲାଗି ହେଲି ଆମେ ଆସିଛୁ ଗ୍ୟାସ୍ ସମସ୍ୟା ଯୋଗୁଁ ଏ ଗୋଟେ ସିଲିଣ୍ଡର ହେଉଛି 7-8 ହଜାରଟା ଆମେ କମବୁ 20-22 ହଜାର ତ 7-8 ହଜାର ଦେବୁ ଆମ ପରିବାର କେମିତି ବସିବୁ ଆମେ କେମିତି ସେଠି ରହିବୁ ଖାଇବୁ ସେଥିଲାଗି ହେଲି ବହୁତ ସଂକଟରୁ ଆମେ ଗାଁକୁ ଆସିଛୁ। ଦେଖନ୍ତୁ ଆଜ୍ଞା ଏବେ ଯୋଉ ଆପଣ କାମକୁ ସେଠିକି ଯାଇପାରିବେନି ଏବେ ଚଳିବେ କେମିତି ଆଉ ଏଠି ଉପାର୍ଜନ କେମିତି ହବ ବୋଲି ଭାବୁଛନ୍ତି? ଦେଖ ଆଜ୍ଞା କ'ଣ କରିବା ଆଗର ପରେ ତ ଚଳିବାକୁ ପଡ଼ିବ ଘଷି ଆଉ କାଠ ଜାଳ ଏସବୁ ପତର ସବୁ ଗୋଟେ ଆଗେ କରୁଥିଲେ ଏବେ ସେମିତି ଚଳୁ ଆଉ କ'ଣ କରୁ ଆଳୁ ସିଝା ଆଉ ଟମାଟୋ ଭାଜି ଏସେଇ ଖାଉ ଆଉ କ'ଣ କରୁ ଆଉ କ'ଣ କରିବା ଆଜ୍ଞା। ଦେଖନ୍ତୁ ଆଜ୍ଞା ଆପଣଙ୍କର ଏଠି ଗୋଟେ ସୂତା କଳ ଥିଲା ଆପଣ ସୂତାର କାମରେ ବହୁତ ଧୁରନ୍ଧର ଏଠି ସୂତା କଳଟା ଚାଲି ବନ୍ଦ ହେଇଯାଇଛି ଆପଣଙ୍କୁ କିଛି ଦୁଃଖ ଲାଗୁନି? ଏଠି ଦୁଃଖ ଲାଗୁଛି ଆଜ୍ଞା ଦେଖ ଆମ ଗାଁ ହାଫ୍ କିଲୋମିଟର ଦୂରରେ ଅଛି ଚାଲୁ ଏଇଟା ଠିକ୍ ହେଇଥାନ୍ତା ଆମେ ଏତେ ଦୂର ଯାଇଥାନ୍ତୁ କି 36 ଘଣ୍ଟା ରାସ୍ତା ସରକାର କହିଥିଲେ ଚାଲୁ କରିବେ ବୋଲି ବର୍ତ୍ତମାନ 2 ବର୍ଷ ହେଇକି 3 ବର୍ଷ ଚାଲିଲା ଲେକିନ ଚାଲୁ ହେଇନି।